ପିଲାମାନେ ଆଜି ଆମେ ମାଟି ଆମର ମା ତାର ଅଭ୍ୟାସ ପ୍ରଶ୍ନପତ୍ର କ'ଣ କରିବା। ତାହେଲେ 1 ନମ୍ବର ଆମକୁ ଦେଇଛି ଚିତ୍ରରେ ତମେ କ'ଣ ସବୁ ଦେଖୁଛ। ତାହେଲେ ଚିତ୍ରରେ ଆମେ ଦେଖୁଛେ ଯେ ଜଣେ ମହିଳା କୁମ୍ଭାର ଚକ ସାହାଯ୍ୟରେ ମାଟି ପାତ୍ର ତିଆରି କରୁଛନ୍ତି। ତାଙ୍କ ପାଖରେ ଜଣେ ପୁରୁଷ ବସିଛନ୍ତି ଏବଂ ଚାରିପାଖରେ ଅନେକ ମାଟି ପାତ୍ର କଳସ ଓ ଦୀପ ରଖାଯାଇଛି। 2 ନମ୍ବର ଆମକୁ ପଚାରିଥିଲା ଚିତ୍ରରେ ସ୍ତ୍ରୀ ଲୋକଟି କ'ଣ ତିଆରି କରୁଛି। ଚିତ୍ରରେ ସ୍ତ୍ରୀ ଲୋକଟି କ'ଣ ମାଟିରେ ସୁନ୍ଦର କଳସ ହେଲା, ଏଇଟା ଲେଖିବ କ'ଣ କଳସ। ମୁଁ ଲେଖିଦେଉଛି କଳସ, ସୁନ୍ଦର କଳସ ତିଆରି କରୁଛି। ସୁନ୍ଦର ସୁନ୍ଦର ଅକ୍ଷର କରିକି ଲେଖିବ, ଏଥିରେ ହଉନି ମୁଁ ତଥାପି ଚେଷ୍ଟା କରୁଛି। 3 ନମ୍ବର ପ୍ରଶ୍ନ ଦେଇଛି ଆମକୁ ପୁରୁଷ ଲୋକଟି କ'ଣ ଚିନ୍ତା କରୁଥିବ ବୋଲି ତମେ ଭାବୁଛ। ପୁରୁଷ ଲୋକଟି ବୋଧହୁଏ ଚିନ୍ତା କରୁଛନ୍ତି କିପରି ଏହି ପ୍ରସ୍ତୁତ ହୋଇଥିବା ମାଟି ପାତ୍ର ଗୁଡ଼ିକ ବଜାରରେ ବିକ୍ରି କରିବେ, ପରିବାରର ଚଳଣି କିପରି ଭଲରେ ହେବ। 4 ନମ୍ବର ପ୍ରଶ୍ନ ମାଟି କାମ କରୁଥିବା ଲୋକ କେଉଁଠାରୁ ମାଟି ଆଣୁଥିବେ। ସେମାନେ ନଦୀ କୂଳରୁ ବା ପୋଖରୀ ହୁଡ଼ାରୁ ଚିକିଟା ମାଟି ଆଣିଥାନ୍ତି। ଚିକିଟା ମାଟିରେ ମୂର୍ତ୍ତି ଭଲ ହୁଏ। 5 ନମ୍ବର ପ୍ରଶ୍ନ ତୁମେ ମାଟି କୁମ୍ପାରେ ସାଇତି ରଖିଥିବା ପଇସାକୁ ନେଇ କ'ଣ କରିବ। ମୁଁ ମୋର ପାଠ ପଢ଼ା ପାଇଁ ଆବଶ୍ୟକ ହେଉଥିବା ବହି, ଖାତା କିମ୍ବା କଲମ କିଣିବାରେ ବ୍ୟବହାର କରିବି। କୌଣସି ଜରୁରୀ ସମୟରେ ବା ଅନ୍ୟକୁ ସାହାଯ୍ୟ କରିବା ପାଇଁ ବି ମଧ୍ୟ ବ୍ୟବହାର କରିବି। ନେକ୍ସଟ ଆମକୁ ଦେଇଛି କାହାଠାରୁ ଆମେ କ'ଣ ଉପକାର ପାଉ। ବିଲ, ଚୁଲି, ଖଣି ଦେଖିବା ଆମେ କାହାଠାରୁ କ'ଣ ଉପକାର ପାଉଛେ। ତାହେଲେ ବିଲ ଠାରୁ ଆମେ ପାଇଲେ କ'ଣ ବିଭିନ୍ନ ପ୍ରକାର ଶସ୍ୟ ଯଥା ଧାନ, ମୁଗ, ବିରି ଏବଂ ପନିପରିବା ପାଇଥାଉ। ଚାଷୀ ବିଲରେ କାମ କରି ଆମ ପାଇଁ ଖାଦ୍ୟ ଯୋଗାଇଥାଏ। ସେଇଭଳି ଚୁଲି ସାହାଯ୍ୟରେ ଆମେ ଖାଦ୍ୟ ରନ୍ଧନ କରିଥାଉ। ଏହା ଆମକୁ ଗରମ ଓ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ। ଖଣି ଦ୍ୱାରା ଖଣିରୁ ଆମେ ବିଭିନ୍ନ ପ୍ରକାର ମୂଲ୍ୟବାନ ଖଣିଜ ଦ୍ରବ୍ୟ ଯଥା କୋଇଲା, ଲୁହା, ପଥର ଏବଂ ବିଭିନ୍ନ ଧାତୁ ପାଇଥାଉ, ଯାହା ଆମର ଶିଳ୍ପ ଓ ଦୈନନ୍ଦିନ ଜୀବନରେ ବହୁତ କାମରେ ଆସେ। 2 ନମ୍ବର ପିଲାମାନେ ପଢ଼, ବୁଝ ଓ ଲେଖ। ପ୍ରଥମେ ମାଟି କାମ କରୁଥିବା ଲୋକର କାମ ଲେଖିବା। ତାହେଲେ ପ୍ରଥମେ ସିଏ ମାଟି ଆଣିଲା, ତାପରେ କ'ଣ କରିବ ମାଟିକି ଚକଟିବ। ସୁନ୍ଦର ସୁନ୍ଦର ଅକ୍ଷର କରି ଲେଖିବ କ'ଣ ମାଟିକି ଚକଟିବ। ମାଟିକି ଚକଟି ସାରିଲା ପରେ କ'ଣ କରିବ ଚକ ଘୁରାଇ ପାତ୍ର ତିଆରି କରିବ। ଲେଖିବ ପାତ୍ର ତିଆରି କରିବ, ବୁଝିଲା। ତାପରେ କ'ଣ କରିବ ତାକୁ ଖରାରେ ଶୁକେଇବ ଲେଖିଦେବ ତାକୁ। ତାପରେ ଲେଷ୍ଟକୁ ପାତ୍ରକୁ ପୋଡ଼ି ଟାଣ କରିବ, ବୁଝିଲା। ମୁଁ ଲିଭେଇ ଦେଇକି ଲେଖିଦେଉଛି। ତ ଲେଖି ସାରିଲେ ଲେଖିବ କ'ଣ ପାତ୍ରକୁ ପୋଡ଼ି ଟାଣ କରିବ। ହେଲା। ନେକ୍ସଟ ଆମକୁ କ'ଣ ଦେଇଛି ସକାଳୁ ଉଠି ଆମେ କ'ଣ କରିବା। ଆମେ ମୁହଁ ଧୋଇବା ଫାଷ୍ଟ। ନେକ୍ସଟ କ'ଣ କରିବା ମୁହଁ ଧୋଇ ସାରିକି ବ୍ରସ୍ କରିବା। ତାପରେ କ'ଣ କରିବା ପାଠ ପଢ଼ିବା। ତାପରେ କ'ଣ କରିବା ସ୍କୁଲ ଯିବା। ସ୍କୁଲରୁ ଆସିକି ଖେଳକୁଦ କରିବା ବା ଖେଳିବା, ବୁଝିହେଲା ତ। ନେକ୍ସଟ ଆମକୁ ଦେଇଛି ତଳେ ଦିଆଯାଇଥିବା ଶବ୍ଦର ଶେଷ ଅକ୍ଷରକୁ ମୂଳକୁ ଆଣି ନୂଆ ଶବ୍ଦ ଗଠନ କର। ତାହେଲେ କ'ଣ ଶେଷ ଅକ୍ଷର ଦେଇଛି ଆମକୁ ଗୋଟେ ଦେଇଛି ବାଡ଼ର ହବ ଡବା। ସେମିତି ରଡ଼ର ତାକୁ ଓଲଟେଇ ଦେଇକି ଲେଖିପାରିବ ମଧ୍ୟ ଡର, ବୁଝିହେଲା। ଘଡ଼ ଢର କ'ଣ ହବ ଢାଳିବା, ବୁଝିହେଲା ତ। ନେକ୍ସଟ ଡାକର କରେ କଳସ ଲେଖିପାରିବା। ମରେ କ'ଣ ମଗର, ପରେ ପଥର, ବୁଝିହେଲା ତ। ନେକ୍ସଟ ଶବ୍ଦ ସହ ତାର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦକୁ ଆମେ ଗାର ଟାଣି ସ୍ତମ୍ଭ ମିଳନ କରିବା। ତାହେଲେ ପ୍ରଥମେ ଆମକୁ କ'ଣ ଦେଇଛି ଆପଣା। ଆପଣାର କ'ଣ ହବ
ଆପଣାର ବିପରୀତ ଅର୍ଥ ଶୁଦ୍ଧ ଶବ୍ଦ ହବ ପର। ଦୁଃଖର ସୁଖ, ହସର କାନ୍ଦ, ଖେଳିବାର ପୋତିବା, ପରିଶ୍ରମୀର ଅଳସୁଆ। ନେକ୍ସଟ 3 ନମ୍ବର ଆମକୁ ଦେଇଛି ଏକା ଭଳି ଉଚ୍ଚାରଣ କରୁଥିବା ଶବ୍ଦକୁ ଆମେ ଲେଖିବା। ସରା, ସରାର ହବ ଏଇଟା ପରା, କ'ଣ ପରା। ନେକ୍ସଟ ଆଉ କ'ଣ ହବ, ତମେ ନିଜେ ନିଜେ ତାପରେ ଲେଖିବ। ମାଟି, ମୁଁ ଲେଖି ଦଉଛି ମାଟି, ମାଟିର କ'ଣ ହବ ପାଟି, ମାଟିର ହବ ପାଟି ହେଲା, ଏଇଟାକୁ ଏଇଟା। ନେକ୍ସଟ ତାପରେ କେତେର ହବ ତୋତେ, କେତେର ହବ ତୋତେ। ନେକ୍ସଟ ଆଉ କ'ଣ ହବ, ସରା ଗଲା, ମାଟି ଗଲା, କେତେ। ଯାଇ, ଯାଇର ହବ ପାଇ ହେଲା, ଯାଇର ହବ ପାଇ। ତାପରେ ବସିର ହବ ହସି, ସବୁ ସରିଗଲା, ବସିର ହବ ହସି। ନେକ୍ସଟ 4 ନମ୍ବର କବିତାକୁ ପଢ଼ି ଖାଲି ଜାଗାରେ ପୂରଣ କର। କରିଦେଇଛି ମାଟିକୁ ଖୋଳି, ଆମେ କବିତା ଭିତରେ ଅଛି ଏଇଟା ଦେଖ ନିଜେ। ମାଟିକୁ ଖୋଳି ପାଉରେ ଆମେ କୋଇଲା ହୀରା ସୁନା, କୃଷକ ଭାଇ କ୍ଷେତରୁ ନୀତି ଫଳାଏ କେତେ ଦାନା। ବୁଝିଲା ତ, ସେଇଟା ଆମର ବହିରୁ ଲେଖିବ। ତାପରେ ଶବ୍ଦ ଗୁଡ଼ିକ ଆମେ ବହୁବଚନ କରିବା। 1ରୁ ଅଧିକ ହେଲେ ବହୁବଚନ କୁହାଯିବ। ଗୋଟିଏ ଥିଲେ 1, 1ରୁ ଅଧିକ ହେଲେ ଆମର ବହୁବଚନ। ଗୋଟିଏ ଫୁଲରୁ ହେଲା ଅନେକ ଫୁଲ। ପିଲାଟିଏ, ତାହେଲେ ପିଲା ମାନେ। ସରାଟିଏ, ସରା ଗୁଡ଼ିକ। ନଦୀଟିଏ, ନଦୀ ଗୁଡ଼ିକ। ବୁଝିହେଲା ତ। ନେକ୍ସଟ ଏଇଥିରୁ ଆମେ ଶବ୍ଦ ଗଢ଼ିବା। ସେ ଗୋଟେ କରିଦେଇଛି ପଲମ, ଆମେ ଆଉ ଗୋଟେ କରିଦେବା କାଉ, ସେଓ, ମାଠିଆ। ବୁଝିହେଲା, ହସ, ତମେ କେତେ କରିପାରିବ ଆ ଭିତରେ ପତ୍ର। ବୁଝିହେଲା, ଆଉ କ'ଣ କରିବା କହିଲ ଦେଖିଆ, ନିଜେ ନିଜେ କର, ମୁଁ କହିଦେଉଛି ବୋଲି କାଚ। ତମେ ନିଜେ ବି ମଧ୍ୟ ଏଥିରୁ କରିପାରିବ। ଏଥିରୁ ମଧ୍ୟ ଦୀପ, ନିଜେ ବହୁତ ଗୁଡ଼ିଏ ଶବ୍ଦ କରିପାରିବ, ମୋର ସାହାରା ତମର ଦରକାର ନାହିଁ। ଗରା, ବୁଝିହେଲା, ଏଠି ହବ ସରା, ଚୁଲି ହେଲା। ନିଜେ ସବୁ ବହୁତ ଗୁଡ଼ିଏ ଶବ୍ଦ ତମକୁ କହିଲି। ତାପରେ 2 ନମ୍ବର, ତୁମେ ମାଟି ଚକଟି ଦୀପ ତିଆରି କରିବ, ତେଣୁ ମାଟି ଚକଟିବା ପାଇଁ କେଉଁ କେଉଁ ସବୁ ଜାଗାରୁ ପାଣି ଆଣିପାରିବ। ତାହେଲେ ସେ ଗୋଟେ ଆମକୁ ଦେଇଛି, ଆମେ ନଈରୁ ଆଣିପାରିବା। ତାପରେ ଆମେ ପୋଖରୀରୁ ଆଣିପାରିବା, ତ ପୋଖରୀ ହେଲା, ଏଇଟା ପ। ନେକ୍ସଟ ପୋଖରୀ ପରେ କୂଅ, କୂଅରୁ ଆଣିପାରିବା, ନଳକୂଅରୁ ଆଣିପାରିବା, ଆଉ ଗୋଟେ ହେଲା ଝରଣାରୁ ଆଣିପାରିବା। ନେକ୍ସଟ ହେଲା, ଏଇଟା ନିଜେ କରିବ। ମାଟିରେ ତିଆରି ଜିନିଷ ଗୁଡ଼ା ଯେଉଁଟା ଭଲ ଲାଗୁଛି ତାକୁ ରଙ୍ଗ ତିଆରି କରିବ। ନିଜେ ଗୋଟେ ମାଠିଆର ଚିତ୍ର କରିଦେବ, ତାକୁ ରଙ୍ଗ ତିଆରି କରିବ, ନିଜେ କରିବ ଏଇଟା ବହିରେ। ନେକ୍ସଟ ପିଲାମାନେ ଆମକୁ ଦେଇଛି ଗୋଟିଏ ରଙ୍ଗୀନ ମାଟି ଦୀପଟିଏ ତିଆରି କରିବା। ବୁଝିହେଲା ତ। କରିବା ପାଇଁ କେତେକ ସୂଚନା ଦିଆଯାଇଛି, ସେଗୁଡ଼ିକୁ ଆମେ କ୍ରମରେ ସଜାଇବା। ବୁଝିହେଲା, ତାହେଲେ ପ୍ରଥମେ କେଉଁଟା ହେବ ମୋତେ କୁହ। ପ୍ରଥମେ ବିଲରୁ ମାଟି ଆଣିବା ହେଉଛି ଆମର 1 ନମ୍ବର। ବୁଝିହେଲା, 1 ନମ୍ବର ଦିଅ। ତାପରେ କ'ଣ କରିବା, ମାଟିକୁ ପାଣି ପକାଇ ବତୁରେଇବା, 2 ନମ୍ବର ହେଲା। ଲେଖିବ ଯେଉଁ ଭାବରେ ଇଏ କରୁଛି ସେମିତି ଲେଖିବ। 3 ନମ୍ବର ହେଉଛି ମାଟିକି ଚକଟିବା ହେଲା। ତାପରେ 4 ନମ୍ବର ହେଉଛି ଚକଟା ମାଟିରେ ଦୀପ ତିଆରି କରିବା। 5 ନମ୍ବର ହେଉଛି ଦୀପକୁ ଖରାରେ ଶୁଖେଇବା। 6 ନମ୍ବର ହେଉଛି ମାଟି ଦୀପରେ ରଙ୍ଗ ଦେବା। ବୁଝିଲା, ଶୁଖିଲା ପରେ ରଙ୍ଗ ଦିଆଯାଏ। ଆସ ଚଢ଼େଇଟିକୁ ତା ବସା ଯିବା ପାଇଁ ଗାର ଟାଣି ବାଟ ଦେଖେଇବା। ଦେଖ ପିଲାମାନେ, ଚଢ଼େଇ କେଉଁଠି ଅଛି ଦେଖ, ଉପରେ ହେଲା। ତାହେଲେ ସେ ତା ବସାକୁ ଯିବ, କେମିତି ଆମେ ଗାର ଟାଣି ବାଟ ଦେଖେଇବା ମୋତେ କୁହ। ଚଢ଼େଇଟି ଆଇଲା, ଚଢ଼େଇ ଦେଖ, ଚଢ଼େଇ ଯଦି ଏବାଟେ ଯିବ ଉପର ବାଟେ, ତାହେଲେ
କ'ଣ ଏଇଟା ବନ୍ଦ ହେଇଯିବ, ତା ରାସ୍ତାଟା ଏଇଠି ବନ୍ଦ ହେଇଯାଉଛି। ତେଣୁ ଚଢ଼େଇଟି ଆମର ତଳ ବାଟେ ଆସିବ। ଦେଖ ଦେଖ କେମିତି ହେଉଛି ଚଢ଼େଇ। ଚଢ଼େଇ ଏମିତି ତାର ବସାକୁ ଆସିବ। ବୁଝି ହେଉଛି ତ? ହେଲା, ଚଢ଼େଇ କେମିତି ବସାକୁ ଆସିଲା ଜାଣିପାରିଲ? ନେକ୍ସଟ ଦେଇଛି, ତୁମେ ଦୁହେଁ ଦୋକାନକୁ ମାଠିଆ କିଣିବାକୁ ଆସିଛ। ଦୋକାନୀ ସହ କ'ଣ କଥା ହୋଇ ମାଠିଆ କିଣିବ? ହେଲା, ଏଇଠି ଆମର ଲେଖିଦେବ ଯାହା ତମ ମନକୁ ଆଉଛି। ଦୋକାନୀ ଭାଇ, ଏଇ ମାଠିଆର ମୂଲ୍ୟ କେତେ ଟଙ୍କା? ସେଠୁ ଦୋକାନୀ ତମକୁ ପଚାରୁଛି, କ'ଣ ପଚାରୁଛି? ଏଇଟା ହେଉଛି 10 ଟଙ୍କା। ଲେଖିବ। ହେଲା, ଏଇଟା ତାପରେ ନିଜେ କରିବ। ନେକ୍ସଟ, ଗୁହାଳେ ରୁହେ ମୁଁ ଘାସ ଖାଏ, ବଳ ବଢ଼େ ମୋର କ୍ଷୀର ଯେ ପିଏ, କହିଲ ପିଲେ ମୁଁ କିଏ? ମୁଁ ହେଉଛି ଗାଈ। ତାପରେ, ହାତ ନାହିଁ ମୋର ଗୋଡ଼ 10ଟା, ପାଣିରେ ରହିବି ଟାଣ ଦେହଟା, କହିଲେ ପିଲେ ମୋର ନାଁଟା କ'ଣ? ମୋ ନାଁ ହେଉଛି କଙ୍କଡ଼ା। ନେକ୍ସଟ, ମାଲିକ ଘରକୁ ଜଗିକି ଥାଏ। ଏଇଟା ତମେ ଦେଖୁ ଦେଖୁ କହିଦବ କୁକୁର ବୋଲି। ନେକ୍ସଟ, ଆମ୍ବ ବଉଳିଲେ ଗୀତ ମୁଁ ଗାଏ, କଳା ଦେହ ମୋର କାଉ ମୁଁ ନୁହେଁ, କହିଲ ପିଲେ ମୁଁ ଅଟେ କିଏ? ମୁଁ ହେଉଛି କୋଇଲି। ନେକ୍ସଟ, ପାଣିରେ ଖେଳେ ମୁଁ ପାଣିରେ ରୁହେ, ପାଣି ବିନା ମୋର ଜୀବନ ଯାଏ, କହିଲ ପିଲେ ମୁଁ କିଏ? ମୁଁ ହେଉଛି ମାଛ। ହେଲା, ଭିଡ଼ିଓକୁ ଭଲ ଲାଗିଥିଲେ ସାଙ୍ଗମାନଙ୍କୁ ସେୟାର କରିଦେବ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ ଏବଂ ଭିଡ଼ିଓକୁ ଲାଇକ୍ କରିଦେବ। ଧନ୍ୟବାଦ ପିଲାମାନେ।